वेलकम टू ओडिशा एजुकेशन सर्विस। यही लेक्चर रे आमे ओएवीएस पीजीटी रिक्वायरमेंट जहाँ हमर आसुची एई वर्ष 25 रे आसीबो 26 रे खत्म हेबो। तो यहाँ पर आमे जार फुल सिलेबस को डिस्कशन करिबा, तार एग्जाम पैटर्न टा कोन रहिबो डिस्कशन करिबा, विथ हमर जो सीबीटी कोन केमिति होइथाय आ इंटरव्यू डिटेल्स, इंटरव्यू केमिति हेबो ता ऊपर मध्ये हम डिस्कशन करिबा, केते कोन इंटरव्यू रहउची केते मार्क रो सब जगह आमे पूरा डिटेल्स रे डिस्कशन करिबा। तो एंड पर्यंत कनेक्टेड रुहंतु। सो आमे डिटेल्स ऊपर जिबा पूर्व ए वर्ष हमर केते वैकेंसी आसीबा को जाउची। तो हमर वैकेंसी तो बहुत अछि, 2800 खंडे वैकेंसी गोटे रिपोर्ट रे भी देखा जायतिला। तो हमर एठारे 1706 टा वैकेंसी आसीबा बोली कि जहा हमर जणा पडुची। तो एटा गोटे आपण देखि भी थिबो आगरु कि केते पोस्ट आसीबो कोन, सेथिरे मु डिटेल्स रे जिबाको चाहुनी। बट हमर जो पीजीटी रो पोस्ट जो सेटा जो भी पीजीटी हो हमर ऐसे हमर जो भी सब्जेक्ट हो, फिजिक्स हो, केमिस्ट्री हो, मैथ हो, बायोलॉजी हो, इंग्लिश हो, ओडिया हो, जहाँ भी हो ସେଥିରେ ଭଲ ପୋଷ୍ଟ ଆମର ଦେଖିବାକୁ ମିଳିବ ଏ ବର୍ଷ। ବିକଜ ଏଇଟା ହ୍ୟୁଜ ନମ୍ବର, ଏଟା ଏତିକି ପୋଷ୍ଟ ଆମର 2 ବର୍ଷ ହେଲା ଦେଖିବାକୁ ମିଳିନଥିଲା। ତା ଆଗରୁ 2 ବର୍ଷ ଆମେ 100 ପୋଷ୍ଟ ଲେଖାଏଁ ଖଣ୍ଡେ ଖଣ୍ଡେ ଦେଖିବାକୁ ପାଇଥିଲେ। ବଟ୍ ଏ ବର୍ଷ ବି ଟିକେ ଭଲ ପୋଷ୍ଟ ଆସିବ ବୋଲି ଏକ୍ସପେକ୍ଟ କରାଯାଉଛି, ଭ୍ୟାକେନ୍ସି ଅଛି। ସୋ ଆମେ ସେଟା ଛାଡ଼ନ୍ତୁ, ଆମେ ଏକ୍ଜାମ ଷ୍ଟ୍ରକ୍ଚର କ'ଣ ହେବ, ସିଲାବସ୍ କ'ଣ ହେବ ତା ଉପରେ ଆମେ ଫୋକସ୍ କରିବା। ଏ ଜାଗାରେ ଆମେ ଓନ୍ଲି ପିଜିଟି ପାଇଁ ଡିସ୍କସ୍ କରୁଛେ, ବଟ୍ ଟିଜିଟି ପାଇଁ ବି ପାଖାପାଖି ସେମ୍ ରହିବ ଏଇଟା। ତ ଆପଣ ପିଜିଟି ପାଇଁ ଯାହା ରହିଛି ମୁଁ ଏଠାରେ ଡିସ୍କସ୍ କରିନେଉଛି। ତ ମୋଡ୍ ଅଫ୍ ଏକ୍ଜାମଟା କେମିତି ରହିବ? ମୋଡ୍ ଅଫ୍ ଏକ୍ଜାମଟା ଆମର କମ୍ପ୍ୟୁଟର ବେସ୍ଡ ଯାହାକି ଆମେ ସିବିଟି କହିଥାଉ ସେମିତି ହିଁ ରହିବ। ଡ୍ୟୁରେସନ୍ କେତେ ରହିବ? ଡ୍ୟୁରେସନ୍ଟା ଆମର 200 ମିନିଟ୍, 200ଟା କୋଶ୍ଚିନ୍ ପାଇଁ 200 ମିନିଟ୍ ଖଣ୍ଡେ ରହିବ। ତ ଆପଣ ସେ ବିଷୟରେ ଆମକୁ ଆପଣ କମ୍ପ୍ଲିଟ୍ କରିବାକୁ ପଡ଼ିବ ଆପଣ କୋଶ୍ଚିନ୍ଟା। ଅନଲାଇନ୍ରେ ଏକ୍ଜାମ୍ ଯେହେତୁ ହେଉଛି, ତ 200 ମିନିଟ୍ରେ 200ଟା କୋଶ୍ଚିନ୍ ହେଲା। ତ ନେକ୍ସଟ ଆମର ଯେଉଁ ରହିଛି ଆମର ମାର୍କିଂ ସ୍କିମ୍ଟା, ଗୋଟେ କରେକ୍ଟ ଆନ୍ସର ପାଇଁ ଆମର 1 ମାର୍କ ରହୁଛି। ଆଉ ରଙ୍ଗ ଆନ୍ସର ହେଇଗଲେ 1/4 0.25 ମାର୍କ ନେଗେଟିଭରେ କଟିଯିବ ଆପଣଙ୍କର। ତ ଏ ଜାଗାରେ ଆପଣଙ୍କୁ କେୟାରଫୁଲ ରହିବ, ଯେଉଁଟା ଆପଣ କନଫର୍ମ ଜାଣିଛନ୍ତି ସେଇଟା ହିଁ କରିକି ସଲ୍ଭ କରିକି ଆପଣ ଆସିବେ। ଯଦି ଭୁଲ ଭାଲ ହେଇଗଲେ ଆପଣଙ୍କର ନେଗେଟିଭ ହେଇଯିବ, ତ ଏଥିପାଇଁ କେୟାରଫୁଲ ରହିବେ। ଦେନ୍ ଆମର ସିଲେକ୍ସନ ପ୍ରୋସିଜ୍ୟୁର ଆମର ସିବିଟି ଏକ୍ଜାମରେ କେତେ ମାର୍କ ରହୁଛି ଆମେ ଜାଣିଲେ କି 200 ମାର୍କର ହେଉଛି। ଏ ଜାଗାରେ ଆମର କେତେଟା ପାର୍ଟ ରହିବ ଏକ୍ଜାମର? ଆମର ଏ ଜାଗାରେ 3ଟା ପାର୍ଟ ରହୁଛି ଆମର 200 ମାର୍କରେ, ଆଉ ତା ସହିତ ଆମର ଏକ୍ସଟ୍ରା ଯେଉଁ ଇଣ୍ଟରଭ୍ୟୁ ରହୁଛି। ତ ଆମର 200 ମାର୍କ ଯେଉଁ ସିବିଟି ହେବ, ଏଠାରେ ଆମର ପାର୍ଟ 1 ଯାହାକି ଆମର କ୍ୱାଲିଫାଇଂ ନେଚର ରହିଛି ଇଂଲିଶ ଆଣ୍ଡ ଓଡ଼ିଆ। ତାପରେ ଆମର ଲେଟର ପିପିଟିରେ ଆମେ ଡିସ୍କସନ୍ କରିବା। ତ ଆମର କେମିତି ସେଟା କ୍ୱାଲିଫାଇଂ କେତେ ମାର୍କ ହେଲେ କ'ଣ କ୍ୱାଲିଫାଏ ରହୁଛି ସେ ଆମେ ଡିସ୍କସନ୍ କରିବା। ଏଣ୍ଡ ଆମର ପାର୍ଟ 2nd ଆଣ୍ଡ ଦ 3rd ମଧ୍ୟ ରହୁଛି ଯାହାକି ମେରିଟରେ କାଉଣ୍ଟିଂ ହେବ। ଏଥିରୁ ଜାଣିଲେ କି ପାର୍ଟ 1ଟା ଆମର କ୍ୱାଲିଫାଇଂ ନେଚର, ପାର୍ଟ 2nd ଆଣ୍ଡ 3rdଟା ଆମର ମେରିଟରେ କାଲକୁଲେଟ୍ ହେବ। ଆଉ ଇଣ୍ଟରଭ୍ୟୁ ରହିବ 40 ମାର୍କ। ଆର ଫାଇନାଲ ମେରିଟ୍ରେ ଆମର ଯେଉଁ 2nd ନମ୍ବର ରହିଲା, ପାର୍ଟ 2nd ଆଣ୍ଡ 3rdର 70% ୱେଟେଜ୍ କଢ଼ାଯିବ। ଦେନ୍ ଆମର ଇଣ୍ଟରଭ୍ୟୁର 30% ୱେଟେଜ୍ ରହିବ। ଇଣ୍ଟରଭ୍ୟୁ ଯେଉଁ 40 ମାର୍କର ହେବ, ଏଥିରୁ ଆପଣ 30 ମାର୍କ ହିଁ କାଲକୁଲେଟ୍ ହେବ ଫାଇନାଲ ମେରିଟ୍ରେ। ଦେନ୍ ଆମେ ତ ଡିସ୍କସ୍ କଲେ ଏଇ ଜାଗାରେ କି ପାର୍ଟ 1, ପାର୍ଟ 2, ପାର୍ଟ 3 ୱିଥ୍ ଇଣ୍ଟରଭ୍ୟୁ କ'ଣ ରହିବ। ଦେନ୍ ଆମେ ଡିସ୍କସ୍ କରିନେବା ଇଚ୍ ପାର୍ଟକୁ। ଆମର ଫାଷ୍ଟ ପାର୍ଟରେ କ୍ୱାଲିଫାଇଂ ନେଚର ରହୁଛି ଯେ ଆମର ଇଂଲିଶ ଆଉ ଓଡ଼ିଆ। ଏ ଜାଗାରେ ଆମର ମିନିମମ୍ ଓଡ଼ିଆରେ 5 ମାର୍କ ଆଉ ଇଂଲିଶରେ 5 ମାର୍କ ଯେମିତି ହେଲେ ଆଣିବାକୁ ପଡ଼ିବ। 4 ମାର୍କ ହେଇଗଲେ ବି ଆପଣ ଡିସ୍କ୍ୱାଲିଫାଇ ହେଇପାରିବେ। ତା ଛଡ଼ା ଆମର ଯେଉଁ 5 ମାର୍କ ରହିଲା, 5 ମାର୍କ ଛଡ଼ା ଆମକୁ 2ଟା ମିଶିକି ଓଡ଼ିଆ ଆଉ ଇଂଲିଶର ମାର୍କ ମିଶିକି ଯେମିତି ହେଲେ ବି ଆପଣଙ୍କୁ 13 ମାର୍କ ଆଣିବାକୁ ପଡ଼ିବ। 13 ମାର୍କ ଆଣିଲେ ହିଁ ଆପଣ କ୍ୱାଲିଫାଏ ହେବେ। ଆଉ ଇଚ୍ରେ ଆମର 5 ମାର୍କ। ତ ଏଇ ଜାଗାରେ ଆମେ ଯେଉଁ ସିଲାବସ୍ଟା କ'ଣ ଅଛି ଆମେ ଡିସ୍କସ୍ କରିନେବା। ଏଇଟା 20 ମାର୍କ ରହୁଛି ଇଂଲିଶ ଆଉ 20 ମାର୍କ ରହୁଛି ଓଡ଼ିଆ।
ତ ଆମର ଏଇ ଜାଗାରେ ଇଂଲିଶରେ ଆସିଥାଏ ସ୍ପଟିଂ ଦ ଏରର, ଫିଲ୍ ଇନ୍ ଦ ବ୍ଲାଙ୍କ୍ସ, ସିନୋନିମ୍ସ ଏଣ୍ଟୋନିମ୍ସ ଦେଇଛି ସିଲାବସରେ, ମିସସ୍ପେଲ୍ଡ ୱାର୍ଡ ଡିଟେକ୍ସନ୍, ଏଡୋମ୍ସ ଫ୍ରେଜ୍, ୱାନ୍ ୱାର୍ଡ ସବଷ୍ଟିଟ୍ୟୁସନ୍, ସେଣ୍ଟେନ୍ସ ଇମ୍ପ୍ରୁଭମେଣ୍ଟ, ଭଏସ୍ ଚେଞ୍ଜେସ୍ ରହିଛି, ଏକ୍ଟିଭ ପେସିଭ ଭଏସ୍ର ଚେଞ୍ଜେସ୍ ରହିବ, ଇନଡାଇରେକ୍ଟ ସ୍ପିଚ୍ ରହିବ ଏଇ ଜାଗାରେ, ଆଉ ସେଣ୍ଟେନ୍ସ ଅଫ୍ ଦ ପାର୍ଟ ରିଅର୍ଡରିଂ ରହିବ, ଜମ୍ବଲ ସେଣ୍ଟେନ୍ସ ଯାହା କହିଥାଉ। ତ ଏଇ ଜାଗାରେ ସିଲାବସ୍ ତ ଦେଇଛି, ସିଲାବସରେ ଯାହା ଦେଇଛି ସେଟା ଏକ୍ଜାକ୍ଟଲି ଆସିବ, ମ୍ୟାକ୍ସିମମ୍ ଜିନିଷ ଆସୁଛି ସିଲାବସରୁ, ବଟ୍ କିଛି ଏକ୍ସଟ୍ରା ଜିନିଷ ମଧ୍ୟ ଆସୁଛି। ତ ସେଥିପାଇଁ ଆପଣଙ୍କୁ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ PYQ, ତା ଫାଷ୍ଟ ଆପଣ ନିଜର ସବଜେକ୍ଟର ଦେଖିବେ PYQ, ଦେନ୍ ଆମର ଆପଣ ଅଲ୍ ଅଲ୍ PGT ଏକ୍ଜାମ୍, ଅଲ୍ TGT ଏକ୍ଜାମ୍ ଯେତେ ବି ହେଇଛି 4-5 ବର୍ଷ ହେଲା ଚାଲିଛି, ସେଥିର ଆପଣ ସଲ୍ଭ କରିବେ ନିହାତି ଭାବରେ, ଦେଖିବେ କେମିତି କ'ଣ କୋଶ୍ଚିନ୍ ଆସିଛି। ଆଟଲିଷ୍ଟ ଥରେ ଆପଣ ସଲ୍ଭ କରିଦେଲେ ଆପଣଙ୍କ ଆଇଡ଼ିଆ ପଳେଇ ଆସିବ କି କୋଶ୍ଚିନ୍ କେମିତି ଆସିଛି। ଏଇଟା ବହୁତ କ୍ରୁସିଆଲ୍ ପାର୍ଟ ଏଇଟା। ଆପଣ ଯଦି 5 ମାର୍କ ପାଉନାହାନ୍ତି ଇଂଲିଶରେ, ଆପଣ ଡିସ୍କ୍ୱାଲିଫାଏ ହେଇଯିବେ। ପୁଣି ସେମିତି ଓଡ଼ିଆରେ ବି ସେମିତି ଆପଣ 5 ମାର୍କ ନିହାତି ଭାବରେ କ'ଣ ଆଣିବାକୁ ପଡ଼ିବ। ଯେହେତୁ ଓଡ଼ିଆ ପିଲା ଯେମିତି ହେଲେ ବି ଆପଣ 5 ମାର୍କ ଆଣିବେ, ଏତେ ପ୍ରୋବ୍ଲେମ୍ ନାହିଁ। ଯାହା ପ୍ରୋବ୍ଲେମ୍ ହେଇଥାଏ ଆପଣଙ୍କର ଇଂଲିଶରେ ପିଲା ଆଣିପାରନ୍ତିନି 4-5, କାହାର 4 ଆସିଯାଏ, 3 ଆସିଯାଏ, ବଟ୍ ଆପଣ ଓଡ଼ିଆରେ ଭଲ ମାର୍କ ଆଣିପାରିବେ। ଆଉ ଓଡ଼ିଆ ଆଉ ଇଂଲିଶ ମିଶିକି ଆପଣଙ୍କୁ 13 ମାର୍କ ଆଣିବାର ଅଛି, ବଟ୍ ଇଂଲିଶଟା ବହୁତ ଇମ୍ପୋର୍ଟାଣ୍ଟ, ଯାହାକି ଆପଣ 5 ମାର୍କ ଆଣିବାର ଅଛି ଏଇ ଜାଗାରେ। ତ ଏଇ ଜାଗାରେ ବି ସେ ଜିନିଷ ଗୁଡ଼ାକ କହିବି, ସ୍ପଟିଂ ଦ ଏରର, ଫିଲ୍ ଇନ୍ ଦ ବ୍ଲାଙ୍କ, ସିନୋନିମ୍ସ ଏଣ୍ଟୋନିମ୍ସ ଏଗୁଡ଼ାକ ସବୁ ଦେଇଛି ଯାହା ଆମର ଇଂଲିଶ ସଙ୍ଗେ ସେମ୍। ବଟ୍ ଏଇ ଜାଗାରେ ଆପଣଙ୍କର ଡାଇରେକ୍ଟ ଇନଡାଇରେକ୍ଟ ସ୍ପିଚ୍ ଏଗୁଡ଼ାକ ଆସିବନି। ତ ଆପଣ ଏଇ ଜାଗାରେ ସିଲାବସ୍କୁ ଟିକେ ଭଲ ଭାବରେ ଦେଖିବେ, ରୂଢ଼ି ପ୍ରୟୋଗ ଗୁଡ଼ାକ ଆସିଥାଏ, ସିନୋନିମ୍ସ ଏଣ୍ଟୋନିମ୍ସ ଆସିଥାଏ, ମିସସ୍ପେଲ୍ଡ ୱାର୍ଡ ଆସିଥାଏ, ସେଗୁଡ଼ା ଆସିଥାଏ। ବଟ୍ କିଛି ଜିନିଷ, ଅନ୍ୟ ଜିନିଷ ଗୁଡ଼ାକ ଯାହା ଆସୁଛି, ଆପଣ ଥରେ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍କୁ ଆପଣ ନିହାତି ଭାବରେ ଏଠାରେ ଦେଖିବାକୁ ପଡ଼ିବ, ତାହେଲେ ଯାଇକରି ଜାଣିପାରିବେ କି କେମିତି କ'ଣ କୋଶ୍ଚିନ୍ ଆସିଛି। ଦେନ୍ ଆସିଲା ଆମର 60 ମାର୍କ, ଯାହା ଆମର କରେଣ୍ଟ ଆଫେୟାର ରହୁଛି ଆଉ ରିଜନିଂ ରହୁଛି। ଏହା ବି ବହୁତ ଇମ୍ପୋର୍ଟାଣ୍ଟ ରୁଲ୍ ଫଲୋ କରିଥାଏ ଆପଣ ସିଲେକ୍ସନ୍ରେ। ସିଲେକ୍ସନ୍ ଆପଣଙ୍କୁ ଦେବା ପାଇଁ ଆପଣ ରିଜନିଂ ଆଉ କରେଣ୍ଟ ଆଫେୟାର ଏ ଜାଗାରେ ବହୁତ ଇମ୍ପୋର୍ଟାଣ୍ଟ ହେଇଯାଇଥାଏ। ଏ ଜାଗାରେ ଆମେ କରେଣ୍ଟ ଆଫେୟାର, ଅଲ୍ ଟାଇପ୍ ଅଫ୍ କରେଣ୍ଟ ଆଫେୟାର ପଡ଼ିଥାଏ। ଏ ଜାଗାରେ ସବୁ ପ୍ରକାର ଆପଣ କ'ଣକୁ ମିସ୍ କରିପାରିବେନି ଏ ଜାଗାରେ। ସ୍ପୋର୍ଟସ ଗେମ୍ ହେଇଗଲା, ଆୱାର୍ଡ଼ ଅନର ହେଇଗଲା, ଇଣ୍ଡିଆନ୍ ଓଡ଼ିଶା ପଲିଟିକ୍ସ, ଓଡ଼ିଶାର ତ ସେମିତି ପଡ଼େନି, ଏ ଜାଗାରେ ଦେଇଛି ଇଣ୍ଡିଆନ୍ ଆଣ୍ଡ ଓଡ଼ିଶା ପଲିଟିକ୍ସ ବୋଲି, ଫାଇନାନ୍ସ ଆଣ୍ଡ ଦ ବ୍ୟାଙ୍କିଂ ଅପଡ଼େଟ୍ ଗୁଡ଼ାକ ଯାହା ରହିଲା, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଇଣ୍ଟରନ୍ୟାସନାଲ ଆଫେୟାର୍ସ ଆଣ୍ଡ ଦ ସବମିଟ୍, ଯେଉଁଠି ରିକ୍ରୁଟମେଣ୍ଟ ଗୁଡ଼ାକ ଆସିଛି ସେଗୁଡ଼ାକ ବି, ଆପଏଣ୍ଟମେଣ୍ଟ, ନ୍ୟୁ ଆପଏଣ୍ଟମେଣ୍ଟ, ଅର୍ବିଟର, ଏଗୁଡ଼ାକ ସବୁ ଗୁଡ଼ାକ ଏଇ ଜାଗାରେ ଇମ୍ପୋର୍ଟାଣ୍ଟ ହେଇଯାଇଥାଏ। ଗଭର୍ଣ୍ଣମେଣ୍ଟ ସ୍କିମ୍ ପଲିସି ଯାହା ବି ଲଞ୍ଚ ହେବ, ନୂଆ ଜିନିଷ ଗୁଡ଼ାକ, ସେମିତି ଇକୋନୋମି, ବଜେଟ୍, ସେନ୍ସସ୍, ଏନଭାରମେଣ୍ଟ, ଇକୋଲୋଜି, ଅଲ୍ ଯେତେ ବି ବ୍ରାଞ୍ଚ ଅଛି ଆମର କରେଣ୍ଟ ଆଫେୟାରର, ଆପଣ ସବୁକୁ ଆପଣ ଭଲ ଭାବରେ ପଢ଼ିବାକୁ ପଡ଼ିବ। ତ ଏଇ ଜାଗାରେ ମୁଁ କହିବାକୁ ଚାହିଁବି ଆପଣ କେତେ ମନ୍ଥର କି କେତେ ଇୟର ଆପଣଙ୍କୁ କରେଣ୍ଟ ଆଫେୟାରଟା ପଢ଼ିବାକୁ ପଡ଼ିବ। ମିନିମମ୍ ଆପଣଙ୍କୁ 2 ଇୟର କମ୍ପଲସରି, 2 ଇୟର ଆପଣଙ୍କୁ ଯେମିତି ହେଲେ ବି କରେଣ୍ଟ ଆଫେୟାର ପଢ଼ିବାକୁ ପଡ଼ିବ। ଆଉ ମେଣ୍ଡେଟୋରି ଯାହା କହିବେ ଆପଣଙ୍କୁ, ଆପଣ ନିହାତି ଭାବରେ 1.5 ଇୟରର ପଢ଼ିବେ ହିଁ ପଢ଼ିବେ। ତା ଛଡ଼ା ଆପଣ 2 to 3 ଇୟରର କରେଣ୍ଟ ଆଫେୟାରକୁ ଆପଣଙ୍କୁ ଫଲୋ କରିବାକୁ ପଡ଼ିବ। ତ ଏଇଟା ଆପଣଙ୍କୁ କେତେ ଦୂର ପସିବୁଲ୍ ହେଇପାରିବ ଆପଣ ନିଜେ ଚିନ୍ତା କରନ୍ତୁ କି କିଛି ବି କରେଣ୍ଟ ଆଫେୟାରଟା ଏବେ ଯେଉଁ ପ୍ୟାଟର୍ନ ରହିଛି OAPSର, କିଛି ବି କରେଣ୍ଟ ଆଫେୟାର ଆସିପାରେ। ସେଇଟା 2 ବର୍ଷ 3 ବର୍ଷର ପକେଇ ଦେଉଛି। ଆପଣ ମିନିମମ୍ 1.5 ଇୟର ତ ପଢ଼ିବେ ହିଁ ପଢ଼ିବେ। ଆପଣ ଯଦି ପାରୁଛନ୍ତି ଇମ୍ପୋର୍ଟାଣ୍ଟ ଯାହା ଜିନିଷ ଗୁଡ଼ାକ ଥିବ, ଯେଉଁ ଆପଣ 2 ରୁ 3 ଇୟରଟା କରେଣ୍ଟ ଆଫେୟାରକୁ ନିହାତି ଭାବରେ ପ୍ରିପେୟାର ହେବେ ଆପଣ ସମୟ ଦେଖିକି। ନେକ୍ସଟ ଆମେ ଯିବା ରିଜନିଂ। ରିଜନିଂ ଆପଣ କ'ଣ ପ୍ରିପେୟାର ହେବେ? ରିଜନିଂ ପାଇଁ ଆପଣ ଏ ଜାଗାରେ ଯେଉଁ ଗୁଡ଼ିକ ମେନସନ୍ ହେଲା, ସିରିଜ ହେଲା, ଅର୍ଡ଼ର, ରାଙ୍କିଙ୍ଗ, ଡିରେକ୍ସନ୍ ଟେଷ୍ଟ, ସିଟିଂ ଆରେଞ୍ଜମେଣ୍ଟ, କୋଡ଼ିଂ, ଡିକୋଡ଼ିଂ ହେଲା, ଆପଣଙ୍କର ଏନାଲୋଜି, କ୍ଲାସିଫିକେସନ୍, ଅଡ୍ ୱାନ୍, ଆଉଟ୍, ସିଲୋଜିଜିମ୍, ଷ୍ଟେଟମେଣ୍ଟ, କନକ୍ଲୁଜନ୍, ସେମିତି ନନ୍ ଭର୍ବାଲ୍ ରହିଲା, ଫିଗର ଫର୍ମେସନ୍, ଡାଇସ୍, କ୍ୟୁବ୍, ट्रायंगल, पजल, रूल डिटेक्शन, इमेज बेस्ड क्वेश्चन, कंप्लीशन ऑफ द पैटर्न, मिरर इमेज, फिगर, पेपर फोल्डिंग एंड कटिंग। नॉन भर्बाल जहाँकि इजी थाए, बट किसी किसी टिके से फिगर काउंटिंग गला एगुड़ा आपको प्राक्टिस करने पड़ो टिके किसी किसी टिके देखीदेवे। बट आप जगह इम्पोर्टाट आप केमी पढ़े रिजनिंग को, रिजनिंगटा आपन को प्रिवियस ईयर क्वेश्चन जहाँ आसी जगह भी
पी वाई क्यू जहाँ आपण रहुची प्रीवियस ईयर क्वेश्चन टा एटा बहुत की रूल फॉलो करिवो आपण रीजनिंग रे सक्सेस पई जो मानकर टिके वीक अछंती रीजनिंग रे आपण पी वाई क्यू को प्रथमे देखिबे ता हिसाब रे आपण सेटा को कोन कोन एग्जाम रे आसुची ताको आपण भल भाବରେ प्रैक्टिस करिवे तो आपण निहाती भाବରେ ए जगह रे ଆପଣ 30 ମାର୍କ ରୁ 25 ମିନିମମ୍ ରଖିପାରିବେ। ଆଉ ଏଇ ଜାଗାରେ କହିବାକୁ ଚାହିଁବି କରେଣ୍ଟ ଆଫେୟାରରେ ଆପଣ କେତେ ରଖିଲେ ଠିକ୍ ଆପଣ ଯଦି ଯେମିତି ପ୍ୟାଟର୍ନଟା ଆସୁଛି ମିନିମମ୍ 15 ରଖିକି ଦେଖନ୍ତୁ ଗୋଟେ ଭଲ ନମ୍ବର ଏଇ ଜାଗାରେ ଆପଣଙ୍କ ରୁଲ୍ ଫିଲ୍ କରିବ ପିଜିଟି ଏକ୍ଜାମ ପାଇଁ ଆପଣ ଚେଷ୍ଟା କରନ୍ତୁ କି 50ରୁ 20 ମାର୍କ ଯେମିତି ଆଣିବେ ତାଠୁ ଅଧିକ ଆଣିଲେ ତ ଭଲ ବଟ୍ ପ୍ୟାଟର୍ନ ଯେମିତି ପଡୁଛି ଯେଟା ପସିବୁଲ ଜିନିଷ ସେଇଟା ମୁଁ କହୁଛି ଆପଣ ମିନିମମ୍ ତ 10 ଯେମିତି ବି ହେଲେ ଆଣିବାକୁ ପଡିବ ବଟ୍ ଆପଣ ଚେଷ୍ଟା କରିବେ କି 15ରୁ 20 ମାର୍କ ଯେମିତି ହେଲେ ବି ଆପଣଙ୍କୁ କରେଣ୍ଟ ଆଫେୟାର ଆଣିବାକୁ ପଡିବ ବିକଜ କୋଶ୍ଚିନ୍ ଲେଭେଲଟା କୋଶ୍ଚିନ୍ ଯୋଉ ପ୍ୟାଟର୍ନଟା ଆସିଛି କରେଣ୍ଟ ଆଫେୟାର ତାହା ଟିକେ ଟିପିକାଲ ଲେଭେଲର ପଳେଇ ଆସିଛି ଏବେ ଏଇ 2-3 ବର୍ଷ ହେଲା ଯେମିତି ପ୍ୟାଟର୍ନଟା ଆସୁଛି ଆଗରୁ ଟିକେ ଠିକ୍ ଠାକ୍ ଥିଲା ବଟ୍ ଏବେ ଯୋଉ ପ୍ୟାଟର୍ନଟା ଅଛି ପୁରା ଡିଫିକଲ୍ଟ ଲେଭେଲର ଆସୁଛି କରେଣ୍ଟ ଆଫେୟାର ତ ସେଇ ହିସାବରେ ଆପଣଙ୍କୁ ପ୍ରିପାରେସନ କରିବାକୁ ପଡିବ ଆପଣଙ୍କର କଟ୍ ଅଫ୍ ଏନାଲିସିସ୍ କରିବେ ଆପଣ ପ୍ରିଭିୟସ୍ କଟ୍ ଅଫ୍ କେତେ ଆପଣ ସେଇ ହିସାବରେ ଆପଣ କେଉଁ ଜିନିଷରେ ଆପଣଙ୍କର କମ୍ପିଟେନ୍ସି ଅଧିକା ଅଛି ସେଇଟାକୁ ଆପଣ ଅଧିକା ଫୋକସ୍ କରିବେ ଆଉ ଯୋଉଠି କମ୍ ଅଛି ତ କିଛି ରିଲିଭ୍ କରିବାକୁ ପଡିବ କିଛି ଜିନିଷ ଆଭଏଡ୍ କରିବାକୁ ପଡିବ ଆଉ ସେଇ ହିସାବରେ ଆପଣଙ୍କୁ ପ୍ରିପାରେସନ କରିବାକୁ ପଡିବ ତ ଏଇଟା ମୋ ଗୋଟେ ସଜେସନ ଥିଲା କି ଆପଣ କେମିତି ପ୍ରିପାରେସନ ହେବେ ଦେନ୍ ଆଉ ଗୋଟେ ରହିଲା ଆମର ମେଜର ପାର୍ଟ ଯାହାକି ଆମର 100 ମାର୍କ ରହୁଛି ସବଜେକ୍ଟ କଣ୍ଟେଣ୍ଟ ଆଉ ମେଥଡୋଲୋଜି ଏ ଜାଗାରେ ଆପଣଙ୍କର ଯୋଉ ସିଲାବସଟା ରହୁଛି ବେସିକାଲି ଆମର କ୍ଲାସ୍ 11 ଆଉ 12 ଯୋଉ ଏନସିଆରଟିରେ ଅଛି ତାକୁ ଏକ୍ଜାକ୍ଟଲି ଏବେ ତ କିଛି କଟି ଯାଇଛି ସିଲାବସ କଟିନି ବଟ୍ ଯୋଉ ଏନସିଆରଟି ନ୍ୟୁ ଏନସିଆରଟି ଆସିଛି ସେଥିରେ କିଛି କଟ୍ ନାହିଁ କି ଯୋଉ ସିଲାବସ ରହିଛି ଓଲ୍ଡ ଯୋଉ ଏନସିଆରଟି ଅଛି ସେଟାକୁ ଆପଣ ଫଲୋ କରିବାକୁ ପଡିବ ଓଲ୍ଡ ଏନସିଆରଟିଟା ନ୍ୟୁ ଏନସିଆରଟିରେ କିଛି ପାର୍ଟ ଆପଣଙ୍କୁ ରିଡ୍ୟୁସ୍ ହେଇଯାଇଛି ସେଇଟା ଆପଣଙ୍କୁ ଧ୍ୟାନ ନ ଦେଇକି ପଢିବାକୁ ପଡିବ ଏଇ ଜାଗାରେ ଆପଣଙ୍କର ଯୋଉ କଣ୍ଟେଣ୍ଟ ପାର୍ଟରେ ଏନସିଆରଟିରେ ତ ଆସୁଛି ଯାହା ସବଜେକ୍ଟ ପାର୍ଟଟା ଯୋଉ ରହୁଛି ଆପଣ ଆମର 80 ମାର୍କ ରହିବ ଆଉ ଯୋଉ ମେଥଡୋଲୋଜି ଟିଚିଂ ମେଥଡୋଲୋଜି ପିଜିଟି ପାଇଁ ରହୁଛି ଆପଣର 20 ମାର୍କ 20 ମାର୍କର ଆମର ଟିଚିଂ ମେଥଡୋଲୋଜି ରହୁଛି ତ ଏଇ ଜାଗାରେ ଟିଚିଂ ମେଥଡୋଲୋଜି ଯୋଉଟା ରହୁଛି ମୁଁ ଆପଣଙ୍କୁ ଅଲରେଡି ଟିଚିଂ ମେଥଡୋଲୋଜିକୁ ଡିସ୍କସ୍ କରିଛି ପ୍ରିଭିୟସ୍ ଲେକ୍ଚରରେ କି କେମିତି ସେ ତାର ସିଲାବସ୍ ରହିଛି ତ ଏଇ ଜାଗାରେ ମୁଁ ସେଟାକୁ ଡିସ୍କସ୍ କରିବିନି ଆଉ ବଟ୍ ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ ଆପଣ ଏଇଟା ପେଡାଗୋଜି ଭାବନ୍ତୁନି ୟାକୁ ଇଜିଲି ହେଇଯିବ ବୋଲିକି ଏଠାରେ ଯୋଉ ଯେପରି କୋଶ୍ଚିନ୍ ଆସିଥାଏ ଆପଣ ଯଦି ଭଲସେ ପ୍ରିପେୟାର ନ ହେବେ ଆପଣଙ୍କୁ ହାଇ 6 ମାର୍କ 10 ମାର୍କ ଭିତରେ ହିଁ ରହିଯିବେ ସତ କହୁଛି 10 ମାର୍କରୁ ଅଧିକା ପାଇପାରିବେନି ଆପଣ ଯେମିତି ପ୍ରିପାରେସନ ଯଦି ନ କରିବେ ଏଟାକୁ ଭଲରେ ବିକଜ କୋଶ୍ଚିନ୍ ଟା କିଛି ଜିନିଷ ଏମିତି ଅଛି ଯାହାକି ସିଲାବସ୍ ଗୋଟେ ଦେଇଛି ସିଲାବସ୍ ରୁ ବି ବାହାର ଜିନିଷ ଗୁଡାକ ଆସୁଛି ତ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ରୁଲ କରିବ ଏଇ ଜାଗାରେ ଆପଣ ଯଦି ଏଇ ଜାଗାରେ ଭଲସେ ଟିକେ ପ୍ରିପେୟାର ହେବେ 15ରୁ 18 ମାର୍କ ଖଣ୍ଡେ ଆଣିପାରିବେ ଭଲସେ ଯଦି ପ୍ରିପାରେସନ ହେବେ ଯଦି ଆପଣ ଯଦି ପ୍ରିପାରେସନ ଏମିତି ନର୍ମାଲି ଟିକେ ଉପର ଛାଣିଆ ଯଦି ପ୍ରିପାରେସନ ହେବେ ଆପଣଙ୍କର କେତେ ହେଲେ ବି 10ରୁ 12 ମାର୍କରୁ ଅଧିକା ଆସିବନି ଚାନ୍ସ ନାହିଁ ତ ଆପଣ ପେଡାଗୋଜି ପାଇଁ ଧ୍ୟାନ ଦେଇକି ଟିକେ ପଢିବେ ତ ଆପଣ ସବଜେକ୍ଟ କୋର ଯୋଉ ସବଜେକ୍ଟ ରହୁଛି ଆପଣଙ୍କର ଫିଜିକ୍ସ ହେଲା କେମିଷ୍ଟ୍ରି ହେଲା ବାୟୋଲୋଜି ମ୍ୟାଥମେଟିକ୍ସ କମର୍ସ ଆପଣ ଏଇଟା ଡିଟେଲ୍ସ ଜାଣିଥିବେ ତ ଏଗୁଡିକ ଆପଣ ଯାଇକି ନିଜର ଏନସିଆରଟି ବୁକ୍ ରୁ ଥରେ ଲାଇନ ବାଇ ଲାଇନ ପଢିବେ ତାପରେ ଯେତେ ବି କୋଶ୍ଚିନ୍ ଆପଣଙ୍କର ଏକ୍ଜାମ୍ପଲର ହେଇଗଲା ସଲ୍ଭ କରିବେ ଏନସିଆରଟି ଏକ୍ସରସାଇଜ ଇନଟେକ୍ସ ଏକ୍ସରସାଇଜ କୁ ସଲ୍ଭ କରିବେ ତା ଛଡା ଆପଣଙ୍କର ଯେତେ ବି ପ୍ରିଭିୟସ୍ ଇୟର ଏକ୍ଜାମ ଗୁଡାକ ଅଛି ଏନଭିଏସ୍ ହେଇଗଲା ଯେତେ ପିଜିଟି ଏକ୍ଜାମ ଯେତେ ବି ଅଛି ଆପଣ କେଭିଏସ୍ ଏନଭିଏସ୍ ଡିଏସଏସବି ଆଉ ଅଦର ଯେମିତି ଆରପିଏସସି ରହିଲା ଯେଉଁଠି ଆମର ଏନସିଆରଟି ଲେଭେଲର କୋଶ୍ଚିନ୍ ଗୁଡାକ ଆସୁଛି ତ ସିଲାବସ କୁ ଦେଖିକି ଆପଣ ସେଇ ହିସାବରେ ପ୍ରିପାରେସନ କରିବେ ଏଇ ଜାଗାରେ ଆପଣ ଗୋଟେ କଥା ମନେ ରଖିବେ କି ନିଟ୍ ଆଉ ଜେଇ ରୁ କୋଶ୍ଚିନ୍ ଗୁଡିକ ସଲ୍ଭ କରିବେ କି ନାହିଁ ମାନେ ନିଟ୍ ଆଉ ଜେଇ ର ଆପଣ ନିଶ୍ଚୟ ସଲ୍ଭ କରିବେ ଜେଇ ଆଉ ନିଟ୍ ର ନିଶ୍ଚୟ ସଲ୍ଭ କରିବେ ବଟ୍ ଏତିକି କହିବେ କି ଆପଣ ପ୍ରଥମେ ଯେତେ ପିୱାଇ କ୍ୟୁ ଅଛି ତାକୁ ସଲ୍ଭ କରନ୍ତୁ ଅନ୍ଦର ଏକ୍ଜାମ ଗୁଡାକର
ଅଦର ଏକ୍ଜାମ ଯେଉଁ ରହୁଛି, ଅଦର ଯେଉଁ ପିଜିଟି ଏକ୍ଜାମ ରହୁଛି ତାର ପିଆଇକୁ ସଲ୍ଭ କରିସାରିଲା ପରେ ଆପଣ ଜେଇ ଆଉ ନିଟ୍କୁ ଯାଇପାରିବେ। ବିକଜ ଲେଭେଲଟା ଯେଉଁ ଅଛି ପିଜିଟି ଲେଭେଲଟା ସେଟାକୁ ଜେଇ ନିଟ୍କୁ କେତେବେଳେ ମ୍ୟାଚ୍ କରିବନି। ଏ ଜାଗାରେ ପିଜିଟିର ଲେଭେଲଟା ହିଁ ଗୋଟେ ଅଲଗା। ବହୁତରୁ ବହୁତ ଇଜି ଜିନିଷ ଗୁଡ଼ିକ, ଫ୍ୟାକ୍ଚୁଆଲ ଜିନିଷ ଗୁଡ଼ିକ ପଚାରିଦେବ। ଆପଣଙ୍କର ବୁକ୍ ଏନସିଆରଟିର ଲାଇନରୁ ଉଠିକି ଆଣିବ ସିଧା, ଆପଣ ଜାଣିପାରିବେନି ସେଠୁ। ବହୁତ ହି ଫ୍ଲେକ୍ଚୁଆଲ। ବଟ୍ ଯେଇ ନିଟ୍ଟା ଗୋଟେ ପ୍ରୋବ୍ଲେମ ସଲଭିଂ ଜିନିଷ ଗୁଡ଼ାକ ଥାଏ। ସେଥିରେ ତାର ପ୍ୟାଟର୍ନଟା ଡିଫରେଣ୍ଟ। ହଁ, ଏମିତି ନାହିଁ କି ଆସିବ ନାହିଁ ବୋଲିକି ଯେଇ ନିଟ୍ରୁ ଆପଣ ପଢ଼ିଲେ, ଯେଇ ନିଟ୍ରୁ ବି ଆସିବ। ବଟ୍ ତାର ପ୍ୟାଟର୍ନଟା ଗୋଟେ ଡିଫରେଣ୍ଟ ରହିବ। ଏଇ ଜାଗାରେ ଯେଇ ନିଟ୍ ବି ଆପଣ ପ୍ରିପେୟାର ହୁଅନ୍ତୁ, ପଢ଼ନ୍ତୁ, ଯେଇ ନିଟ୍ର ପିଆଇକ୍ୟୁ ଗୁଡ଼ାକ କରନ୍ତୁ। ଯେଉଁ ବୁକଲେଟ୍ ଗୁଡ଼ାକ ଅଛି, ଡିପିପି ଗୁଡ଼ାକ ମିଳିଥାଏ, ଅନଲାଇନରେ ମିଳିଯିବ ଆପଣଙ୍କୁ, ସେଟା ସଲ୍ଭ କରନ୍ତୁ। ବଟ୍ ଆପଣ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଗୁଡ଼ାକ ଆପଣଙ୍କ ରେସ୍ପେକ୍ଟିଭ ସବଜେକ୍ଟର, ଓବିଏସ୍ର ତ ଫାଷ୍ଟ କରିବେ ଏକା, ବଟ୍ ଅଦର ପିଜିଟି ଏକ୍ଜାମ ଯେଉଁଗୁଡ଼ାକ ଅଛି ତାର ପ୍ରଥମେ ସଲ୍ଭ କରିବେ। ଆଉ ତାପରେ ହିଁ ଆପଣ ଯିବେ ଆପଣଙ୍କର ଯେଇ ନିଟ୍ର ସଲ୍ଭ କରିବେ, କି ଅଦର କେଉଁ ଏକ୍ଜାମର ବି ସଲ୍ଭ କରିପାରିବେ। ବହୁତ ଗୁଡ଼ାଏ ବୁକ୍ ଅଛି ଅନଲାଇନ୍ ରିସୋର୍ସରେ। ଅନଲାଇନରେ ବି ଅଛି, ଆଉ ଅଫଲାଇନରେ ବି ଆପଣ ବୁକ୍ ଗୁଡ଼ାକ ପରଚେଜ୍ କରିକି ପ୍ରାକ୍ଟିସ୍ କରିପାରିବେ। ଏମସିକ୍ୟୁର ଅଭାବ ନାହିଁ। ଆଉ ଗୋଟେ କଥା, ଯେତିକି ଏମସିକ୍ୟୁ ଏ ଜାଗାରେ ଆପଣ ସଲ୍ଭ କରୁଛନ୍ତି ସେଟା ଯେଉଁ ବି ପାର୍ଟ, ରିଜନିଂ ହେଲା ଆପଣ ଜେନେରାଲ ଇଂଲିଶ, ଜେନେରାଲ ଓଡ଼ିଆ, ଯାହା ରିଜନିଂ, କରେଣ୍ଟ ଆଫେୟାର ସବୁ ଯେତେ ବି ରହିଛି, ଆପଣ ପ୍ରିଭିୟସ୍ ଇୟର କୋଶ୍ଚିନ୍ ୱିଥ୍ ଲାର୍ଜ ନମ୍ବର ଅଫ୍ ଦ ହ୍ୟୁଜ୍ ନମ୍ବର ଅଫ୍ ଦ ପିଆଇକୁ ଯଦି ସଲ୍ଭ କରୁଛନ୍ତି, ତାହେଲେ ହିଁ ଆପଣଙ୍କର ସିଲେକ୍ସନ୍ ହେଇପାରିବ। ଯେତେ କମ୍ ଆପଣ ସଲ୍ଭ କରିବେ କୋଶ୍ଚିନ୍, ଆପଣଙ୍କର କନଫିଡେନ୍ସ ସେତିକି ରହିବନି, ଆପଣ ସକ୍ସେସ୍ ହେଇପାରିବେନି। ଆପଣଙ୍କର କୋର୍ ନଲେଜ, ଆପଣଙ୍କ ସବଜେକ୍ଟ ନଲେଜ ସହିତ ଆପଣଙ୍କର ପିଆଇକ୍ୟୁ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ତା ସହିତ ଆପଣ ଯେତେ ବି ଏମସିକ୍ୟୁ ସଲ୍ଭ କରିବେ, ତାହା ଆପଣଙ୍କର ସିଲେକ୍ସନ୍ ପାଇଁ ବହୁତ ହିଁ କ୍ରୁସିଆଲ ରୁଲ୍ ରହିବ। ଏଇ ଜାଗାରେ ତାର ସବୁ ଆଉ କିଛି ଅଲ୍ଟରନେଟିଭ୍ ନାହିଁ। ଏଇ ଯେଉଁ ମେଥଡୋଲୋଜି ବି କହିଲେ, ମେଥଡୋଲୋଜିର ପିଆଇକ୍ୟୁ ଟିକେ ଦେଖିବେ କେମିତି ପଡ଼ୁଛି ତ ଏଇଟା। ଆଉ ସିଲାବସରେ ନଥିଲା ଜିନିଷ ବି ପଡ଼ିବ, ତ ସେଥିପାଇଁ ଟିକେ ଭଲସେ ଚିନ୍ତା କରିକି ପଢ଼ିବେ। ତ ଏହା ଥିଲା ଗୋଟେ ଆଇଡ଼ିଆ କି ଆପଣଙ୍କର ସିଲାବସ୍ କେମିତି ରହୁଛି, କ'ଣ ରହୁଛି। ତା ସହିତ ଆପଣଙ୍କର ଷ୍ଟ୍ରାଟେଜି ବି ମୁଁ କିଛି କିଛି ବତେଇଦେଲି, କେମିତି ପ୍ରିପେୟାର ହେବେ, କ'ଣ ହେବେ। ତ ଅଲ୍ ଦ ଭେରି ବେଷ୍ଟ ଫର୍ ପ୍ରିପାରେସନ୍, ଆଣ୍ଡ କିପ୍ କନେକ୍ଟେଡ୍ ୱିଥ୍ ଓଡ଼ିଶା ଏଜୁକେସନ୍ ସର୍ଭିସ୍। ଆଉ ଚ୍ୟାନେଲଟାକୁ ଟିକେ ସବସ୍କ୍ରାଇବ୍ କରିନେବେ, ଆଉ ନିଜର ଫ୍ରେଣ୍ଡମାନଙ୍କୁ ଟିକେ ସେୟାର କରିଦେବେ, क्योंकि ଏ ଜାଗାରେ ବହୁତ ହିଁ ଓଡ଼ିଶା ଏଜୁକେସନ୍ ସର୍ଭିସର ଲେକ୍ଚର ସିରିଜଟା ବି ଷ୍ଟାର୍ଟ ହେଇଛି। ଆଉ ଏବେ ଷ୍ଟାର୍ଟ ହେଇଯିବ ଆମର ଯେଉଁ ମେଥୋଡୋଲୋଜି ପାର୍ଟ ରହୁଛି, ତାହା ବି ଆମେ ଷ୍ଟାର୍ଟ କରିବା OAVSର ପିଜିଟି ପାଇଁ ହେଲା। ସୋ ଥ୍ୟାଙ୍କ ୟୁ।